ପ୍ରକୃତିର ନିୟମରେ ମୋଟ ଶୁଣନ୍ତୁ, ପ୍ରକୃତିର ନିୟମରେ ଶଙ୍ଖ ଚିଲ, ମାଟିଆ ଚିଲ ଧରା ପୃଷ୍ଠରେ ଅବତରଣ କରିଛନ୍ତି। ବ୍ରହ୍ମାଙ୍କଠୁ ସେମାନେ ସଂସାରକୁ ଆସିଛନ୍ତି। ବ୍ରହ୍ମା ପ୍ରତ୍ୟେକ ଜୀବଜନ୍ତୁକୁ ସ୍ଥାପନ କରିଛନ୍ତି। ଆଉ ପ୍ରତ୍ୟେକ ଜୀବଜନ୍ତୁଙ୍କର ନିଜର କର୍ତ୍ତବ୍ୟ ପାଇଁ କିଏ ଉଡିବ ଉଚ୍ଚରେ, କିଏ ଉଡିବ ତଳେ, କିଏ ଉଡିବ ମାନବ ସମାଜ ଭିତରେ, ଏଇଭଳି ସୃଷ୍ଟି କରିଛି। ଚିଲର ଉଡାଣ ହଉଛି 3 କିଲୋମିଟର 2 କିଲୋମିଟର ସେ ଉଡିବ ଉପରକୁ। ଆଉ ଦିଟା ଚିଲ ଅଛି, ଗୋଟେ ହଉଛି ମାଟିଆ ଚିଲ, ଗୋଟେ ହଉଛି ଶଙ୍ଖ ଚିଲ। ଯାହା ବେକରେ ଧଳା ଚିହ୍ନ ହଉଛି ଶଙ୍ଖ ଚିଲ, ତାହାର ସେ ଶୁଭ ସଂକେତ, ଶୁଭର ସଂକେତ। ଆଉ ରହିଲା କଳ୍କି, ଯୋଉ ଚିଲ ବସିଲେ ଏମିତି ପ୍ରଳୟ ହବ, ଇଏ ହବ। ଆଜ୍ଞା ପ୍ରଳୟଟା ଯୋଉ ଆସୁଛି ଚିଲିରେ ଆସୁନି ଆଜ୍ଞା। ଯୋଉ ଶ୍ରୀକ୍ଷେତ୍ର ଛାଡିକି ପଳେଇଲେ ଜଗନ୍ନାଥ ଛତିଆକୁ, ସେ ସମ୍ପୂର୍ଣ୍ଣ ମିଛ। ଋଷିଆ ଜଗନ୍ନାଥକୁ ନେଇଯିବ, ସେଇଟା ସମ୍ପୂର୍ଣ୍ଣ ମିଛ। ଆଉ ଚିଲ ମାନେ ଯୋଉ ପ୍ରଳୟ ହବ, ଓଡିଶା ପ୍ରଳୟ ହବ, ଓଡିଶା ଭାସିଯିବ, ଭୂମିକମ୍ପ ହବ, ସେ ଆଜ୍ଞା ସିଏ ତାଙ୍କର ପ୍ରକୃତି ନିୟମରେ ହବ। ସେ ତମର ଇଏ ଚିଲେରେ ନାହିଁ। ଚିଲ ହଉଛି ଯୋଉ ଚିଲ ବସିଛି, ସେ ହଉଛି ଶୁଭ। ଆମର ଯୋଉ ଉକ୍ତି ଅଛି, ଆପଣଙ୍କ ପିଲାବେଳେ ଯେତେବେଳେ ଆମେ ପରୀକ୍ଷା ଦେବାକୁ ଯାଉ, ଆମର ବୁଢୀ ମା ମାନେ ଥିଲେ, ଯେତେବେଳେ ନଈରେ ବନ୍ଧ ନଥିଲା, ସେତେବେଳେ କହନ୍ତି ଯଦି ମାଟିଆ ଚିଲ ତୁ ବାଟରେ ଦେଖିବୁ ତୁ ଫେଲ ହବୁ, ଯଦି ଶଙ୍ଖ ଚିଲ ଦେଖିବୁ ପାସ୍ କରିବୁ। ସେଇଟା ଆମେ ଅଙ୍ଗେ ନିଭେଇଛୁ ପିଲା ବେଳଠୁ। ତେଣୁ କହନ୍ତି ଏ ମାଟିଆ ଚିଲକୁ ଗୋଇଠା ବା ଶଙ୍ଖ ଚିଲକୁ ନମସ୍କାର। ଏ ଶଙ୍ଖ ଚିଲ ବସି ତା ବେକରେ ଧଳା ଅଛି। ତେଣୁ ସେଟା ହଉଛି ମାନେ ଓଡିଶା ପାଇଁ ଶୁଭ। ଭାରତ କଥା କହିପାରିନି, ଯେହେତୁ ଓଡିଶା 4 ଭାଗ ହବ। ତେଣୁ ଓଡିଶାରେ 4 ଭାଗ ଦେଇକିରି ଚିଲର ଯୋଉ ସାମ୍ପ୍ରତିକ ପାଦ, ଗୋଟେ ଯେମିତି ଗୋଟେ ଘରେ ସ୍ତ୍ରୀ କି ଟିଏ ଆସେ, ଗୋଟିଏ ପାଦ ପକେଇଲେ ସିରି ମାନେ ଘରର ଶ୍ରୀ ପଶେ, ଆଉ ଗୋଟେ ପାଦ ପକେଇଲେ ଅଲକ୍ଷଣୀ ସ୍ତ୍ରୀର ଅଲକ୍ଷଣୀ। ସେ ଚିଲର ଯୋଉ ଜାଗାରେ ବସିଛି, ସେ ଚିଲ ଯୋଉଠି ବସିଛି ସେ ଆଗ ବାଁ ପାଦ ଥୁଏ, ସେ ଶଙ୍ଖ ଚିଲ। ତେଣୁ ଶ୍ରୀମନ୍ଦିରର ମଙ୍ଗଳ ହବ, ଆଉ ଓଡିଶାବାସୀଙ୍କର ମଙ୍ଗଳ ହବ, ଉତ୍କଳର ଗୌରବ ହବ। କଳିଙ୍ଗ, ଉତ୍କଳ, ଓଡିଶା, କେତେ ନାଁ ରଖିଛନ୍ତି ଉତ୍କଳ। ତେଣୁ ଆପଣଙ୍କର ଅଙ୍ଗ, ବଙ୍ଗ, କଳିଙ୍ଗ, ଏଇଟା କଳିଙ୍ଗରେ ଯାଏ। ତେଣୁ ସେଇ ଜିନିଷ ଗୁଡା ପରେ ଆମେ ଆଲୋଚନା କରିବା, ଆମ ପାଇଁ ଏଇଟା ହଉଛି ଭଲ ସମ୍ପ୍ରଦାୟ, ସବଳ କଥା। କିନ୍ତୁ ମନେ ରଖିଥାନ୍ତୁ, ଯୋଉମାନେ ଆପଣ ମାଳିକାରେ କହୁଛନ୍ତି ଯେ ଚିଲ ବସିଲେ ଖରାପ, ଆଜ୍ଞା ଦେଖନ୍ତୁ ପ୍ରକୃତ ମାଳିକା ଏପର୍ଯ୍ୟନ୍ତ ସଂସାରକୁ ବାହାରି ନାହିଁ। ଆଉ ପ୍ରକୃତ ମାଳିକା ଯେତେବେଳେ ବାହାରିବ ତାକୁ ସର୍ପ ଜଗିଛି। ସେ ସର୍ପ, ଆପଣ ଗୋଟେ ଏକ୍ଜାମ୍ପଲ ଦଉଛି, ଆପଣ ଖରାପ ଭାବିବେନି। ଜଣେ ଗୁରୁ, ଗୋଟେ ଶିଷ୍ୟ। ଶିଷ୍ୟ କହୁଛି ଗୁରୁ, ଏ ଶ୍ରୀମନ୍ଦିରରେ ଗୋଟେ ଚିଲ ବସିଲା, ଆଉ କହିଲେ ସାଙ୍ଗନା ବସିଲା। ଗୁରୁ ଶିଷ୍ୟକୁ ତୋର କଣ ଗଲା, ତୁ କାହିଁ ସେଗୁଡା ଆଲୋଚନା କରୁଛୁ, କଣ ପାଇଁ ତୋର ଆଲୋଚନା କରିବା ଦରକାର? ତୁ ମୋ ପରେ ଆସିଛୁ ପାଠ ପଢ। ନା ମତେ ଟିକେ କୁହନ୍ତୁ। ଆଉ ଗୋଟେ ସେ ଗୁରୁଦେବ ପ୍ରଣାମ ପ୍ରଣାମ। ଆପଣ ସେ ଗୋଟେ ଯୋଉ ବିଣ୍ଡି ଘାଇ ତ ଗୋଟେ କାମୁଡି ଦଉଛି, ସେ ପିପୁଡି ଗୋଟେ ଜନ୍ଦା କାମୁଡୁଛି। ନା ତୋର କଣ ଗଲା, ସେ ତାର କାମ କରୁଛି କରୁ, ତୋର କଣ ଗଲା? ମୋର କହିବା ଉଦ୍ଦେଶ୍ୟ ହଉଛି କଣ, ସେ ତା ଜାଗାରେ ଅଛି, ତୁ ତୋ ଜାଗାରେ, ତୁ ପାଠ ପଢିବାକୁ ପାଠ ପଢ। ଆର ଅର୍ଥ ହେଲା, ଏଇ ଯୋଉ ମାଳିକାକାର ମାନେ ବାହାରିଛନ୍ତି, ସେ ଅଚ୍ୟୁତ ଜାଗାରେ ଅଚ୍ୟୁତ ଅଛି, ସେ ତା ଗୋଡରେ ଘାଇ, ସେ ତାକୁ ଜନ୍ଦା ପିପୁଡି କାମୁଡୁଛନ୍ତି, ସେ ତା ତତ୍ତ୍ୱ ବୁଝି ନାହାନ୍ତି। ତେଣୁ ଆପଣ ମାନେ ଯୋଉମାନେ ସବୁ ମାଳିକାକାର ଯୋଉମାନେ ଦଉଛନ୍ତି ମାଳିକା ବିଷୟରେ, ସେ ଏଇ ଯୋଉ ପ୍ରିଣ୍ଟିଂ ବହି ପ୍ରକୃତ ମାଳିକାକାର ଏପର୍ଯ୍ୟନ୍ତ ବାହାରି ନାହାନ୍ତି। ଆଉ ଯେତେବେଳେ ବାହାରିବ ସେତେବେଳେ ଆପଣ ଦେଖିବେ ସମୟ ହେଇଗଲାଣି। ଆଗ ବାହାରିବ ଏଇ ଆପଣଙ୍କ ଯୋଉ ପିଲା ବସିଛି କହୁଛି, ଆଗ ତା ଘରୁ ବାହାରିବ ମାଳିକା, ଦୈବୀ ଶକ୍ତିର ଝଲକ। ଯୋଉଗୁଡାକ କହିବ ଏକଦମ ପର୍ଟିକୁଲାର ଡେଟରେ କହିବ। ସେଇ ସକାଶେ ମତେ 50-60 ବାବା ମିଳିଥିଲେ ଗୁରୁବାର ଦିନ, ସବୁ କୁଣ୍ଢେଇ କେଣ୍ଡେଇ ଯାଇଛନ୍ତି। କେତେ ଭିଡିଓ କରିଛି, ମୋ ଚେହେରା ନେଇଛନ୍ତି। ଅଭୟ ମହାପାତ୍ର, କିନ୍ତୁ ରବିନାରାୟଣ ମହାପାତ୍ର ଲୌକିକ ମତ, ଅଭୟ ମହାପାତ୍ର ମୋର ମାଙ୍କର ନାଁ, ମା ଦେଇଛି। ତେଣୁ ସେ ନାଁ ଟାକୁ ଏବେ ଖୋଲିଦେଲି। ଯଦି ମୁଁ ସେ ନାଁ ଟା ଖୋଲିଲି, ସବୁ ଜିନିଷ ଗୁଡା ଖୋଲିବି, ସବୁ ତତ୍ତ୍ୱ ଗୁଡା ଖୋଲିବି। ତେଣୁ କହିବା କଥା, କୌଣସି ଉତ୍କଳବାସୀ ବା କଳିଙ୍ଗବାସୀ କି କୋଶଳବାସୀ କି ଓଡିଶାବାସୀ ଅଛନ୍ତି ଯେ ଚିଲ ବସୁ, ଚିଲ ବୁଡେ ପକ୍ଷୀ, ସେ ଉଡୁଛି ବସିଗଲା ଉଚ୍ଚ ଜାଗାରେ। ତେଣୁ ସେ ତାର କିଛି କ୍ଷତି ନାହିଁ। ତମର ସମୟ ଆଉ ନିଜର କର୍ତ୍ତବ୍ୟ ନିଷ୍ଠା କର୍ମ, ସେ ତୁମକୁ ଉପଦେଶ ଦେବ। କାହିଁକି ନା ଯଦି ଆପଣ କେବେ ଜୀବନରେ ସକାଳୁ ଉଠି ଯୋଉଠି ମଣିଷ ପୋଡା ହଉଛନ୍ତି ମଶାଣି ସେ ବୁଲି ଆସନ୍ତେ, ଆପଣ ଜାଣନ୍ତେ ଯେ ଆପଣ କଣ ପାଇଁ ଆସିଲେ ସଂସାରକୁ, କଣ କରିବେ ଦିନେ ମଶାଣି ମିଶିଯିବେ। ଆଉ ଏଇ ପ୍ରାକୃତିକ ବିପର୍ଯ୍ୟୟ, ଏଇଟା ହଉଛି ମଣିଷ କୃତି। ମାନେ ଏଇ ଯୋଉ କ୍ଷେପଣାସ୍ତ୍ର ବାରମ୍ବାର ପରୀକ୍ଷା କରୁଛନ୍ତି,
पानी को उत्पत्त करुँच से बात्या सृष्टि होउची बारंबार लघुचाप होउची ए कोरोना कला चाइना कला पसंद मासरे आंटार्कटिका मासरे कला आपणकर जेकोसी महासागर हो बंगाल सब करुँच एवं अग्नि परीक्षा हला बेले पड़ू से पानी आगे एत क्षेपणास्त्र नथिला एत बात्या हो नथिला तेणु से जीव जंतु कष्ट दौरान समुद्र वरुण जोटा आप वेद खोलिया कि शास्त्र खोलिया वरुण जगन्नाथ शशुर ताकू दिया क्षेपणास्त्र मारी बारंबार क्षतिग्रस्त करवा सी तार उत्ताप देखेबे ना आपको जब बारंबार मुझे क्षतिग्रस्त करेंगे आप प्रकृति नियम देखिए नहीं निश्चय तेणु सी देखुं तुम मत बारंबार कर तुम देखुच खा मर सब प्रलय कर सारे यहाँ शेष प्रलय नुहे प्रलय हूँ तीन टा गोटे प्रातदिक तीन टा प्रलय तेणु से कहूनी प्रलय विषय आलोचना दिन करी ये कह चिल जो बसी चिल बसी ओडावासी तुम कई डर नहीं एम सब मनुष्यकृति बन्या होची मनुष्यकृति भूस्खलन होची मनुष्यकृति छोड़ा सबू मनुष्यकृति यही मानव निजक निजे ध्वंस करुच्ची तेणु मु गोटे एग्जांपल दे गोमाता को राष्ट्रीय मात्रा कर न कल ना न देखिले ना मोर कौन गला मोर कर्तव्य अर्डर था कहू कहली तेणु चिल बाबद कह कथा चिल हूँ शंख चिल हूँ जहाँ बेकर धला गोल चिन्ह अच्छी सी हूँ जगत को नुहे जोटी बसी जो श्रीक्षेत्र मौड़मणि कारियाधन से श्रीक्षेत्र मौड़मणि आ जगतर मौड़मणि जगन्नाथ देश आम बाहर कहूँ सी आमको से चिल बसाटा आमको शुभ फल हम कौ मानकर हम जो मैंने से लाइन रे अच्छा माने से सत कहते पर हिंसन परवाद ना पर धर्म को चाहूना कर्तव्य कर्म करुँच पर हित करुँच सब बेले निज कर्म को देखुंट संसार को देखुंट कहार अमंगल चिंता करूना जो प्रभु ताकू पठे से प्रभुंकर कथा को सी कर्तव्य कर चली वेद हो पुराण हो शास्त्र हो तपस्या हो यज्ञ हो दान हो से कर चली तेणु ओडिशा पे किसी विपद ना तो ओडिशावासी के अनुरोध चिल पे कई जो बालिका मान कोई चिल बसला एमती हम सेमती हम हम आज्ञा से प्राकृतिक विपर्य मनुष्यकृति प्राकृतिक विपर्य नुहे जो कि प्रकृति खेलला प्रकृति संगे तुम खेलुच तेणु प्रकृति खेलुच तुम सागे तेणु ए कहार दोष तुम जानी शुणी निजे मानव निजे निजे ध्वंस करुच ता सागे निजे लोक किसी मरुच है आ गोटे कथा अच्छी भागवत दंडे निविशे थिले प्राण नमी पारे जंतु राण जदि दंडे निविशे गोटे पिलार प्राण थी सी माटी तले भी रही वंचित हम यहाँ मुझे आज केते भूमिक माटी तलू जीवंता पिला बाहर तेणु से कथा कही ये उत्ती रखुची आउ भगवान समस्त मंगल करू समस्त सद्बुद्धि दऊ जय भारत माता जय जगन्नाथ जय कलिंगवासी जय उत्कलवासी जय कोशलवासी गंगे हर नर्मदे हर जटाशंकर पार्वती पते हर हर महादेव।